नुआपड़ा जिला खड़ियाल विज्ञापित अंचल परिषद पक्षरु ମ୍ୟାଲେରିଆ ଡେଙ୍ଗୁ ଡାଇରିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ସଫେଇ ପରିବେଶ ନିର୍ମଳ ଥିଲେ ରୋଗରୁ ମୁକ୍ତି ସୁନିଶ୍ଚିତ ଅଟେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଖଡ଼ିଆଳ ୱାର୍ଡ ନମ୍ବର 3 ଓ 4ରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପଡ଼ାର ଜନଗହଳି ସ୍ଥାନରେ ମଧ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି। ଏହି ଶିବିରକୁ ଖଡ଼ିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଏବଂ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ବୀରସେନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱଚ୍ଛତା ବିଶେଷଜ୍ଞ ରାଜୀବ ଲୋଚନ ଯୋଗ ଦେଇଥିବା ବେଳେ ସଚେତନତା ଦ୍ୱାରା ରୋଗରୁ ମୁକ୍ତି ମିଳିବା ସହ ପରିବାର ଶାନ୍ତିରେ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଏହା ସହିତ କେବଳ ସଫେଇ ଏକମାତ୍ର ମାଧ୍ୟମ ଅଟେ ବୋଲି ପ୍ରକାଶ କରିଛନ୍ତି। ସଭାରେ ଏନ୍ଏସି 3 ନମ୍ବର ୱାର୍ଡର ଅଧିକାରୀ ରାଜା ଛତ୍ରୟା ଓ 4 ନମ୍ବର ୱାର୍ଡ ଅଧିକାରୀ ଅର୍ଜୁନ ନିଆଲ ଯୋଗ ଦେଇଥିଲେ ଏବଂ ଏନ୍ଏସି କର୍ମଚାରୀ ଇଜାର ତାଣ୍ଡି, ପରିମଳ ବିଶେଷଜ୍ଞ ରାଜୀବ ଲୋଚନ ସ୍ୱାଇଁ, परिमल विशेषज्ञ सुपरभाइजर सदाशिव पंडा, सफेई साथी परमेश्वर नरेश खंडेकर, नीरज खंडेकर, असित कुमार, अभित कुमार प्रमुख उपस्थित रही आवश्यक पदक्षेप आह्वान करिसेंती। नुआपड़ा जिल्लारू ओम प्रकाश चौधरी रिपोर्ट, विश्ववाणी लाइव।